ଲାଲୁଙ୍କ ନିଷ୍ପତ୍ତି ଠିକ୍ ନା ଭୁଲ? ତେଜପ୍ରତାପ ବିବାଦରେ ଫସିବା ପରେ ତାଙ୍କୁ ପରିବାର ତଥା ପାର୍ଟିରୁ ବହିଷ୍କାର କରିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଲାଲୁ। ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅବହେଳା କରିବା ସାମାଜିକ ନ୍ୟାୟ ପାଇଁ ସାମୂହିକ ସଂଘର୍ଷକୁ ଦୁର୍ବଳ କରେ। ସେଥିପାଇଁ ସେ ବଡ଼ ପୁଅ ତେଜପ୍ରତାପଙ୍କୁ ପାର୍ଟି ଓ ପରିବାରରୁ ଦୂରେଇ ଦେଇଥିବା ଲାଲୁ କହିଥିଲେ। ଏହାଦ୍ୱାରା ଲାଲୁ ସାମାଜିକ ମୂଲ୍ୟବୋଧ ଓ ନୈତିକତା ପାଇଁ ବୁଝାମଣା କରିବେ ନାହିଁ ବୋଲି ସିଧା ସନ୍ଦେଶ କରିଦେଇଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ଏହି ବିବାଦକୁ ନେଇ ବିରୋଧୀଙ୍କ ହାତରେ ଅସ୍ତ୍ର ଦେବାକୁ ଚାହିଁନାହାନ୍ତି ଲାଲୁ। ତେବେ ଲାଲୁଙ୍କ ଏହି ଗୋଟି ତାଙ୍କ ପାଇଁ ସେଲ୍ଫି ଗୋଲ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ନିଜେ ତେଜପ୍ରତାପ ଫଟୋକୁ ଏଆଇ ଦ୍ୱାରା ତିଆରି ହୋଇଥିବା କହୁଥିବା ବେଳେ ମାମଲା ଦର୍ଜ କରି ଏହାର ଯାଞ୍ଚ ଦାବି କରିପାରିଥାନ୍ତେ ଲାଲୁ। 4-6 ମାସ ପରେ ଫଟୋ ସତ ଜଣାପଡ଼ିଥିଲେ ଆକ୍ସନ୍ ନେଇପାରିଥାନ୍ତେ। କିନ୍ତୁ ଆଗୁଆ ଆକ୍ସନ୍ ନେଇ ଫଟୋ ଉପରେ ଏକ ପ୍ରକାର ମୋହର ଲଗାଇଛନ୍ତି ଲାଲୁ। ବ୍ୟୁରୋ ରିପୋର୍ଟ, ଜଗନ୍ନାଥ ନ୍ୟୁଜ୍ 24।